ଶୋଇଛି ଶିବାଂଶ। ମୁଁ ତାର ସବୁ ବୁକ୍ ଖେଳନା ସବୁ ସଜାଇକି ରଖୁଥିଲି। ଏଥିରେ ଏତିକି ବୁକ୍ ଅଛି, ଆହୁରି 5-6ଟା ବୁକ୍ ହେଲା କି। ମୁଁ ଖୋଜୁଛି କୁଆଡ଼େ ଗଲା। ତା ବ୍ୟାଗ୍ ଖୋଜିଲି, ତା ଟୟ ବ୍ୟାଗ୍ ଖୋଜିଲି, ସବୁଆଡ଼େ ଖୋଜିଲି, ପାଇଲିନି। ଘର ଗୁଡ଼ା ଯାକ ଖୋସାଇଲିଣି। ତାପରେ ମୁଁ ଆସିକି ଏପଟ ଘର ଖୋଜିଲି। ତାପରେ ଗୋଟେ ବାଲକୋନିରେ ମୁଁ କହିଲି ସେ ଫୋପାଡ଼ି ଦେଇଛି କି ତଳକୁ। ପୁଣି ଟିକେ ଦେଖିଲା ବେଳକୁ ସେଠି ତଳେ ଫୋପାଡ଼ିଛି। କେତେଟା 1 2 3 4 5 ବୁକ୍ କହୁଥିଲି ନା, 5-6ଟା ବୁକ୍, ସେଠି 5ଟା ବୁକ୍ ଫୋପାଡ଼ିଛି ତଳେ ହେଲା। ଏଇଠି ବାଲକୋନିରେ ଥାଇ ତଳକୁ ଫୋପାଡ଼ି ଦେଇଛି। କ'ଣ ପିଲାକୁ ତମେ ଘର ଗୋଟେ ଯାକ ଅଧଘଣ୍ଟେ ହେଲାଣି ଖୋଜିକି ମୋ ମୁଣ୍ଡ କ'ଣ ହେଇଗଲାଣି। ସେ ଦେଖିଲା ବେଳକୁ ଫୋପାଡ଼ି ଦେଇଛି ତଳେ। ମୁଁ ଘର ଗୋଟେ ଯାକ ଖୋଜୁଛି, ବ୍ୟାଗ୍, ଅନ୍ଦି ସନ୍ଦି, ଗଡ଼ରେଜ, ଆଲମିରା, ବାଲ୍ଟି, ଯେଉଁଠି ପାରୁଛି ସେଇଠି ଖୋଜୁଛି, କିନ୍ତୁ କେଉଁଠି ନାହିଁ। ବସିଥିଲି, ସିଏ ଆସିକି ରୁଷିଛି। ଆସିକି ମୋତେ ଦେଖିଦେଲା, ଟିକେ ଆସିକି ଏଠି ଛିଡ଼ା ହେଇକି ରୁଷୁଛି, ଡାକିଲା ଆଉ ଆସୁନି ମୋ ପାଖକୁ। ସେ ମାମାକୁ ଉଠିଲା ମାନେ ସେ କହୁଛି ମୋ ପାଖରେ ଆଗ ମାମାଟା ଥିବା ଦରକାର। ସେ ହେଲା ଆମକୁ ପଳେଇଛି କି କ'ଣ, ତଳକୁ ପଳେଇଛି କି କ'ଣ, ଦୋଳି ପକେଇ ପଳେଇଛି କି କୁଆଡ଼େ ପଳେଇଛି, ଭାବୁଛି ଆଉ, ସ୍ୱପ୍ନ ଦେଖୁଛି ଆଉ, ଖୋଜୁଛି ଆଉ, କି ନହେଲେ ମାମା ଲୁଚି ପଡ଼ିଛି ଭାବୁଛି ଆଉ। ଜାଣିଛି ମୋତେ କହୁଛି ମାମା ଏଇଟାକୁ ଇଂଲିଶରେ କ'ଣ କୁହନ୍ତି? ମୁଁ କହିଲି ରୋଜ୍ ଫ୍ଲାୱାର। ଛିଣ୍ଡେଇକି ଆଣୁଛି, ତାର ମନେ ପଡ଼ୁନି କ'ଣ ବୋଲି, ସେଥିପାଇଁ ପଚାରୁଛି ମାମାକୁ କେଉଁ ଫ୍ଲାୱାର ବୋଲି ଆଉ। ସଫାସଫି କରିଦେଲେ କେତେ କ୍ଲିନ୍ ଦେଖାଯାଉଛି ନା। ଘାସ ହେରା ସବୁ ବାଛିଦେଲି। ଏଗୁଡ଼ା କାଲି ତ ଏପଟ ସାଇଡ଼୍ କରିଥିଲି, ଯାଉଛି ଏବେ ସେଇ ସାଇଡ଼୍ରୁ ଟିକେ କରିଦେବି। ଇଚ୍ଛା ହେଉନି ଆଜି କରିବାକୁ, ହାତଟା ଦରଜ ହେଉଛି। ଦେଖିବା ଟିକେ କରିଦେବା ଆଉ କାମ ଆଉ। ସବୁ ଡାଳ ଗୁଡ଼ା ଆଣିକି ସବୁ ଶୁଖିଗଲାଣି। ଗୋଟେ ଖରା ଖାଇଲା, ଦେଖ କେମିତି ସବୁ ପତ୍ର ସବୁ କଡ଼କଡ଼ ହେଇଗଲାଣି। 2-4ଟା ଖରା ଖାଇଲେ ତାକୁ ନିଆଁ ଲଗାଇଦେବା ଆଉ। ଏବେ ଯାଉ ସେତିକି ଅଳିଆ ଅଛି ତାକୁ ନିଆଁ ଲଗାଇବି। ସେଠି ଅଳିଆ ଅଛି, ଆଉ ପେପର ଆଣିଛି ତାକୁ ନିଆଁ ଲଗାଇବି। ମୋ ଖେଳୁଛି। ନିଆଁ ଲଗାଇ ସାରିଲେଣି, ଆହୁରି ଏତେ ଜାଗା ଅଛି ଡବା ଡବି, ୟା ଉପରେ ପକେଇଦେବା। ହେଉଛି ମୋ ପୁଅର ସବୁ ସେରିଗୁର ଡବା। ନିଆଁ ଲାଗିବ ଟିକେ। ଘାସ ସଫା କରି ହେବନି, ଟାଇମ୍ ହେବନି, ରାତି ହେଇଗଲାଣି, ସନ୍ଧ୍ୟା ଦିଆହେବ। ଏଠି ପୁଣି ଅଳିଆ ବାଲ୍ଟିଟା ଅଛି, ତାକୁ ପୁଣି ପକେଇକି ଆସିବି, ଯାଇକି ସିଆଡ଼େ ନଦୀରେ ପକେଇକି ଆସିବି। ଆଉ ଟାଇମ୍ ହେବନି। ବାଲ୍ଟି ପୁଣି ସଫା କରିବି, ପାଣି ଲଗେଇଛି, ପାଣି ଫୁଲ୍ ହେବ। ଆଜି କାମ ଅଛି ଦୁନିଆ, କାଲି ଆଡ଼କୁ ସଫା କରିବା ଆଉ। ଆଜି ଟାଇମ୍ ହେବନି, ସନ୍ଧ୍ୟା ହେଲାଣି। ଇଆଡ଼ୁ ସିଆଡ଼ୁ କାମ କରୁ ଟାଇମ୍ ହେଇଗଲା। ଭାବୁଥିଲି ଏବେ ଟିକେ କରିଦେବି, କିନ୍ତୁ ନିଆଁ ଲଗେଇଲି ପୁଣି ତାକୁ ନା। ଦେଖନ୍ତୁ ଆକାଶରେ କେମିତି ହେଇଛି। ଏ କ'ଣ ଆକୁ କୁହାଯିବ? ହନୁମାନଙ୍କ ପରିକା ଟିକେ ଦେଖାଯାଉ ନା, ତାଙ୍କ ଲାଞ୍ଜ ଏକା ପରିକା ଦେଖାଯାଉନି? ମୋତେ ସେଇ ଟାଇପ୍ର ଲାଗୁଛି। ମୋ ପୁଅକୁ ଦେଖିକି କହିଲା ମାମା ଏଇଟା କ'ଣ ଦେଖିଲୁ ଆକାଶରେ, ଏଇଟା କ'ଣ? ମାନେ ଏଇ ଟାଇପ୍ର, ୟାକୁ କ'ଣ କୁହାଯିବ ମୁଁ ବୁଝିପାରୁନି। ମୋତେ ଲାଗୁଛି ହନୁମାନଙ୍କ ଚିତ୍ର ହେଲା ପରିକା ମୋତେ ଫିଲ୍ ହେଉଛି। ଧ୍ୟାନରେ ବସିଲା ପରିକା ଲାଗୁଛନ୍ତି ନା। ମୁଁ କେବେ ଆକାଶରେ ଆଗରୁ ଏମିତିଆ କେବେ ଦେଖିନି, ଫାର୍ଷ୍ଟ ଟାଇମ୍ ପାଇଁ ଏମିତିଆ ଦେଖିଲି।